ବନ୍ଧୁଗଣ, ଚନ୍ଦ୍ରଗ୍ରହଣ ହେଉ ବା ସୂର୍ଯ୍ୟପରାଗ, ଏହି ମହାଜାଗତିକ ଦୃଶ୍ୟ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀର ବିଶେଷ ଅବସ୍ଥାନକୁ ନେଇ ଘଟିଥାଏ। ପ୍ରତ୍ୟେକ ଦିନ ଗ୍ରହ ଓ ନକ୍ଷତ୍ରମାନଙ୍କର ଅବସ୍ଥାନରେ କିଛି ନା କିଛି ପରିବର୍ତ୍ତନ ଘଟିଥାଏ। ଏହିସବୁ ପରିବର୍ତ୍ତନ କାରଣରୁ ପ୍ରତ୍ୟେକ ଦିନର ତିଥି ଓ ନକ୍ଷତ୍ର ଅଲଗା ଅଲଗା ହୋଇଥାଏ। ସୂର୍ଯ୍ୟଙ୍କର ଚାରିପଟେ ପୃଥିବୀ ଏବଂ ପୃଥିବୀର ଚାରିପଟେ ଚନ୍ଦ୍ର ସବୁବେଳେ ପରିକ୍ରମା କରିଥାନ୍ତି। ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସରଳ ରେଖାରେ ରହିଥାନ୍ତି, ସେତେବେଳେ ପୃଥିବୀ ପୃଷ୍ଠରେ ସୂର୍ଯ୍ୟପରାଗ ଲାଗିଥାଏ ଏବଂ ଯେତେବେଳେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳ ରେଖାରେ ରହିଥାନ୍ତି, ତେବେ ସେତେବେଳେ ପୃଥିବୀ ପୃଷ୍ଠରେ ଚନ୍ଦ୍ରଗ୍ରହଣ ଲାଗିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣ ସମୟରେ ଗ୍ରହ ଓ ନକ୍ଷତ୍ରମାନଙ୍କର ଅବସ୍ଥାନରେ ବହୁତ ବଡ଼ ପରିବର୍ତ୍ତନ ହୋଇଥାଏ। ଏହି ଗ୍ରହଣ ଆସନ୍ତା ସୋମବାର ଦିନ ଲାଗୁଅଛି। ଏହି ମହାସଂଯୋଗ ଦୀର୍ଘ 500 ବର୍ଷ ପରେ ଘଟିବା ପାଇଁ ଯାଉଅଛି, ଯାହାଫଳରେ ରାଶିଚକ୍ରର ଏହି 8ଟି ରାଶିମାନଙ୍କର ଭାଗ୍ୟରେ ବହୁତ ବଡ଼ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି, ଯାହାଫଳରେ ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ସୁନା ଭଳି ଚମକି ଉଠିବ। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଯେ ଚନ୍ଦ୍ରଗ୍ରହଣ ଲାଗିବାର ସଠିକ୍ ସମୟ ସୀମା, ଗ୍ରାସ ସମୟ ଓ ଓଡ଼ିଶାରେ ଦୃଶ୍ୟମାନ ହେବ ନା ନାହିଁ, ଗ୍ରହଣର ସୂତକ ସମୟ ବା ପାକ ନିଷେଧର ସମୟ ମାନ୍ୟ ହେବ ନା ନାହିଁ, ଚନ୍ଦ୍ରଗ୍ରହଣ ସମୟରେ କ'ଣ କରିବା ଶୁଭ ଓ କ'ଣ କରିବା ଅଶୁଭ, ଗର୍ଭବତୀ ମହିଳା କିପରି ସାବଧାନ ରହିବେ ଏବଂ ଶୁଭ ଅଶୁଭ ରାଶିଫଳ ବିଷୟରେ। ତେବେ ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା। ବନ୍ଧୁଗଣ, ଆସନ୍ତା 25 ତାରିଖ ଅର୍ଥାତ୍ ମାର୍ଚ୍ଚ ମାସ 25 ତାରିଖ ସୋମବାର ଦିନ ଅର୍ଥାତ୍ ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଅଛି। ଏହି ବର୍ଷ ସମୁଦାୟ 4ଟି ମହାଜାଗତିକ ଦୃଶ୍ୟ ମହାକାଶରେ ଦେଖିବା ପାଇଁ ମିଳିବ। ସେଥିମଧ୍ୟରୁ 2ଟି ଚନ୍ଦ୍ରଗ୍ରହଣ ଏବଂ 2ଟି ସୂର୍ଯ୍ୟପରାଗ ଅଟେ। ତେବେ ଆସନ୍ତା 25 ତାରିଖରେ ବର୍ଷ 2024ର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଅଛି। ପ୍ରଥମେ ଜାଣି ରଖିବା ଗ୍ରହଣ ଲାଗିବାର ସମୟ ବା ଗ୍ରାସ ସମୟ। ଆସନ୍ତା 25 ତାରିଖ ସୋମବାର ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ହେଉଛି ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଏହି ଗ୍ରହଣର ଗ୍ରାସ ବା ଗ୍ରହଣ ଲାଗିବାର ସମୟ ହେଉଛି ଦିନ 10:24 ଏବଂ 16 ସେକେଣ୍ଡରେ ଆରମ୍ଭ ହୋଇ ଦିନ 3:01 ଏବଂ 12 ସେକେଣ୍ଡରେ ଶେଷ ହେବ। ଏହି ଗ୍ରହଣ ମହାକାଶରେ ପ୍ରାୟ 4 ଘଣ୍ଟା 36 ମିନିଟ୍ ଏବଂ 56 ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଦିନ 12:44 ଏବଂ 9 ସେକେଣ୍ଡରେ ସର୍ବାଧିକ ଚନ୍ଦ୍ରଗ୍ରହଣ ମହାକାଶରେ ଦୃଶ୍ୟମାନ ହେବ। ତେବେ ଏହି ଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, କାନାଡ଼ା, ପଶ୍ଚିମ ଆଫ୍ରିକା, ୟୁରୋପ, ଏସିଆ ଏବଂ ଆଣ୍ଟାର୍କଟିକାରେ ସମ୍ପୂର୍ଣ୍ଣ ଭାବରେ ଦୃଶ୍ୟ ହେବ। ଗ୍ରହଣର ସୂତକ ସମୟ ମାନ୍ୟ ହେବ ନା ନାହିଁ। ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା 3 ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ଼ କାର୍ଯ୍ୟ କରାଯାଇଥାଏ। ଏହି ସମୟକୁ ଆମେ ସୂତକ ସମୟ ମଧ୍ୟ କହିଥାଉ। ଯେହେତୁ ଏହା ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଅଛି, ତେଣୁ 9 ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ। ତେବେ ଏହି ଚନ୍ଦ୍ରଗ୍ରହଣ ଆସନ୍ତା 25 ତାରିଖରେ ଲାଗିବା ପାଇଁ ଯାଉଅଛି। ଏହା ଭାରତ ଏବଂ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ, କାରଣ ଏହି ଗ୍ରହଣ ଦିନ ସମୟରେ ହିଁ ଲାଗିବା ପାଇଁ ଯାଉଅଛି। ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକା, କାନାଡ଼ା, ପଶ୍ଚିମ ଆଫ୍ରିକା, ୟୁରୋପ, ଏସିଆ ଏବଂ ଆଣ୍ଟାର୍କଟିକାରେ ଦେଖାଯିବ। ସକାଳ ସମୟରେ ଭାରତର ଉତ୍ତର ପୂର୍ବ ରାଜ୍ୟମାନଙ୍କରେ କିଛି ସମୟ ପାଇଁ ଦୃଶ୍ୟମାନ ହେବାର ସମ୍ଭାବନା ରହିଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉପଛାୟା ଚନ୍ଦ୍ରଗ୍ରହଣ ହେବା କାରଣରୁ ଏହି ଚନ୍ଦ୍ରଗ୍ରହଣର ସୂତକ କାଳ ବା ହାଣ୍ଡିଛାଡ଼ ସମୟ ମାନ୍ୟ ହେବ ନାହିଁ, କାରଣ ସେହି ଗ୍ରହଣର ସୂତକ କାଳ ମାନ୍ୟ ହୋଇଥାଏ ଯେଉଁ ଗ୍ରହଣ ଖାଲି ଆଖିରେ ଦେଖାଯାଇ ପାରିଥାଏ। ଯେହେତୁ ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ, ତେଣୁ ଏହି ଚନ୍ଦ୍ରଗ୍ରହଣ ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ। ଉପଛାୟା ଚନ୍ଦ୍ରଗ୍ରହଣ ସେତେବେଳେ ହୋଇଥାଏ ଯେତେବେଳେ
ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଧ୍ୟରେ ପୃଥିବୀ ଆସିଥାଏ, କିନ୍ତୁ ସେହି 3 ଜଣ ଏକ ସରଳ ରେଖାରେ ରହିନଥାନ୍ତି। ଗ୍ରହଣ ଲାଗିବା ପୂର୍ବରୁ ଚନ୍ଦ୍ରମା ପୃଥିବୀର ଉପଛାୟାରେ ପ୍ରବେଶ କରିଥାଏ ଓ ଏହାପରେ ସେ ପୃଥିବୀର ବାସ୍ତବିକ ଛାୟାରେ ପ୍ରବେଶ କରିଥାଏ। ଯେତେବେଳେ ଏମିତି ହୋଇଥାଏ ସେତେବେଳେ ଚନ୍ଦ୍ରଗ୍ରହଣ ଲାଗିଥାଏ। କିନ୍ତୁ କେତେଥର ଏମିତି ବି ହୋଇଥାଏ କି ଚନ୍ଦ୍ରମା କେବଳ ପୃଥିବୀର ଉପଛାୟାରେ ହିଁ ପ୍ରବେଶ କରି ପୁଣି ଫେରିଆସିଥାଏ। ଏହି ସମୟରେ ଚନ୍ଦ୍ରମାର ପ୍ରତିବିମ୍ବ କେବଳ ପାଉଁଶିଆ ନଜର ଆସିଥାଏ, ସମ୍ପୂର୍ଣ୍ଣ ଅନ୍ଧକାର ନୁହେଁ। ତେଣୁ ଆସନ୍ତା 25 ତାରିଖ ସୋମବାର ଦିନ ଲାଗିବା ପାଇଁ ଯାଉଥିବା ଚନ୍ଦ୍ରଗ୍ରହଣର ସୂତକ ସମୟ ବା ପାକ ନିଷେଧର ସମୟ ମାନ୍ୟ ହେବ ନାହିଁ। ଏଥିସହିତ ଦେବନୀତି ଓ ପୂଜା କାର୍ଯ୍ୟ ମଧ୍ୟ ବନ୍ଦ ହେବ ନାହିଁ। ଗର୍ଭବତୀ ମହିଳାମାନେ ସତର୍କ ରୁହନ୍ତୁ। ଏହି ସମୟ ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଅଛି। ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳାମାନେ କୌଣସି ଜିନିଷ କଟାକଟି ବା କୌଣସି କପଡ଼ା ଆଦି ସିଲେଇ କରନ୍ତୁ ନାହିଁ, ନଚେତ୍ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ସିଧାସଳଖ ଭାବରେ ପଡ଼ିଥାଏ। ଏଥିସହିତ ଗ୍ରହଣ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ମଧ୍ୟ ବାହାରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଯଦି ଚନ୍ଦ୍ରର ଛାୟା କୌଣସି ବି ଗର୍ଭବତୀ ମହିଳାଙ୍କ ଉପରେ ପଡ଼ିଯାଏ, ତେବେ ତାହାର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଥାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ କେବେ ହେଲେ ବାହାରକୁ ବାହାରନ୍ତୁ ନାହିଁ। ଗ୍ରହଣ ଲାଗୁଥିବା ସମୟରେ କ'ଣ ସବୁ କରିବା ଅନୁଚିତ? ଖାଦ୍ୟ ତିଆରି କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ପଦାର୍ଥ ରୋଷେଇ କରିବାକୁ ଅଶୁଭ ମନାଯାଇଥାଏ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଦ୍ଧ ହୋଇଥାଏ। ଏଥିପାଇଁ ଆପଣ ଚନ୍ଦ୍ରଗ୍ରହଣ ସମୟରେ ରୋଷେଇ ବା ରନ୍ଧନ କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହି ଗ୍ରହଣ ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବା ସମ୍ପୂର୍ଣ୍ଣ ଭାବରେ ନିଷେଧ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣ ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଲେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଗ୍ରହଣ ବା ପରାଗ ସମୟରେ ଶୁଖିଲା ଖାଦ୍ୟ ବା ଫଳମୂଳ ଇତ୍ୟାଦି ଆପଣମାନେ ଖାଇପାରିବେ। ଗର୍ଭବତୀ ମହିଳାମାନେ ସତର୍କ ରୁହନ୍ତୁ। ଚନ୍ଦ୍ରଗ୍ରହଣ ସମୟରେ ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ଘର ବାହାରକୁ ଯିବାକୁ ନିଷେଧ କରାଯାଇଛି। ଚନ୍ଦ୍ରଗ୍ରହଣ ସମୟରେ ଯଦି ଚନ୍ଦ୍ରର ଛାୟା କୌଣସି ବି ଗର୍ଭବତୀ ମହିଳାମାନଙ୍କ ଉପରେ ପଡ଼ିଯାଏ, ତେବେ ତାହାର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଥାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ କେବେ ହେଲେ ବାହାରକୁ ବାହାରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଏବଂ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ମଧ୍ୟ ଆଲୋଚନା କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କର ପରିବାରରେ ଅନିଷ୍ଟ ହୋଇଥାଏ। ଗ୍ରହଣ ସମୟରେ ଠାକୁର ପୂଜା କରନ୍ତୁ ନାହିଁ। ଏହି ସମୟରେ ଠାକୁର ଘରକୁ ସମ୍ପୂର୍ଣ୍ଣ ବନ୍ଦ କରି ରଖନ୍ତୁ ଏବଂ ଚନ୍ଦ୍ରଗ୍ରହଣ ସମୟରେ କୌଣସି ବୃକ୍ଷକୁ କେବେ ହେଲେ ସ୍ପର୍ଶ କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଅନ୍ନଦାନ କରିବାର ଉତ୍ତମ ସମୟ ମନାଯାଇଛି। ଏମିତି କୁହାଯାଏ କି ଗ୍ରହଣ ସମୟରେ ଅନ୍ନଦାନ କରିଲେ ଶରୀରରେ କୌଣସି ରୋଗ ହୋଇନଥାଏ। ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା ଓ ପିନ୍ଧିଥିବା ବସ୍ତ୍ରକୁ ଧୋଇ ନେବା ଉଚିତ ଏବଂ ନିଜ ଘରେ ଗଙ୍ଗାଜଳ ଛିଞ୍ଚନ କରି ପବିତ୍ର କରିନେବା ଉଚିତ ଏବଂ ଏହାପରେ ରନ୍ଧନ କାର୍ଯ୍ୟ କରି କିଛି ଖାଦ୍ୟ ବା ଅନ୍ନ ଗରିବ ଓ ଦୁଃଖୀରଙ୍କୀ ଲୋକମାନଙ୍କୁ ଯଦି ଦାନ କରିବେ, ତାହେଲେ ଆପଣମାନଙ୍କର ସମସ୍ତ ପାପ କ୍ଷୟ ହୋଇଥାଏ। ଚନ୍ଦ୍ରଗ୍ରହଣ ସମୟରେ କାହା ସହ କଥାବାର୍ତ୍ତା ହୁଅନ୍ତୁ ନାହିଁ ଓ ସେହି ସମୟରେ ଭଗବାନଙ୍କର ମାଳା ଜପ କରନ୍ତୁ। ଏହାଦ୍ୱାରା ଗ୍ରହର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିନଥାଏ ଏବଂ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରଙ୍କର ଛାୟା ବହୁତ କ୍ଷତିକାରକ ହୋଇଥାଏ। ଏଥିପାଇଁ ଗ୍ରହଣ ସମୟରେ ଆପଣମାନେ ସମସ୍ତ କବାଟ ଓ ଝରକା ଇତ୍ୟାଦି ବନ୍ଦ କରି ରଖନ୍ତୁ, ଯାହାଦ୍ୱାରା ଆପଣଙ୍କ ଗୃହକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହି ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥିବା ହେତୁ ବିବାହିତ ପୁରୁଷ ଓ ମହିଳାମାନେ ଶାରୀରିକ ସମ୍ପର୍କ କେବେ ହେଲେ ରଖନ୍ତୁ ନାହିଁ। ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ମନାଯାଇଅଛି। ଏହାଦ୍ୱାରା ଆପଣଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଏବଂ ଏହାର କୁପ୍ରଭାବ ଆପଣଙ୍କର ସନ୍ତାନମାନଙ୍କ ଉପରେ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ କାରଣରୁ ଗ୍ରହ ଓ ନକ୍ଷତ୍ରମାନଙ୍କ ସ୍ଥାନରେ କେତେଟା ପରିବର୍ତ୍ତନ ହେବା ପାଇଁ ଯାଉଛି। ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ କେତେକ ରାଶିମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେବେ ରାଶିଚକ୍ରର 12 ଗୋଟି ରାଶିମାନଙ୍କ ମଧ୍ୟରୁ ଏହି 8ଟି ରାଶି ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ମଧ୍ୟ ପଡ଼ିବା ପାଇଁ ଯାଉଅଛି। ସେହି ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ମେଷ ରାଶି, ବୃଷ ରାଶି, କର୍କଟ ରାଶି,
कन्या राशि, तुला राशि, धनु राशि, मकर राशि एवं मीन राशि एसहित मिथुन राशि, सिंह राशि, बिछा राशि एवं कुंभ राशि व्यक्तिशेष मानक उपर एही चंद्रग्रहणर खराब प्रभाव पड़ापी जाऊँगी। तेणु ही 4टी राशि व्यक्तिशेष मैंने यही चंद्रग्रहण लगुवा समय सावधान रही चेष्टा करूँ एवं भगवान नाम जप करूँ। देखिए आपण मान उपरको आसुवा घात और प्रतिघात आपे आपे दूर हो। तेबे बंधुगण आशा करुछु आपण मानकु एही भिडियोटी निश्चय पसंद आसीथिबो। पसंद आसीथिले ए भिडियो को लाइक करने सहित आपणकर प्रियजन मानक सहित शेयर करनियंतु। धन्यवाद।